ଏବେ ଆସନ୍ତୁ ଆମେ ଦେଖିବା ଆପଣଙ୍କର ଭଦ୍ରକ ଲୋକସଭା କ୍ଷେତ୍ର, ଯେଉଁଟାକି ଭଦ୍ରକ ଲୋକସଭା କ୍ଷେତ୍ରରେ ଆପଣଙ୍କର 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସୁଛି, ଯେଉଁଟାକି ଆପଣଙ୍କର ଭଦ୍ରକ, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ବାସୁଦେବପୁର, ଆପଣଙ୍କର ଧାମନଗର, ଚାନ୍ଦବାଲି, ଯେଉଁଟାକି 7ଟି ନିର୍ବାଚନ ମଣ୍ଡଳୀ ଆସୁଛି। ଯେଉଁଟାକି 2019ରେ କେବଳ ଧାମନଗରକୁ ବିଜେପି ଅକ୍ତିଆର କରିଥିଲା, ଯେଉଁଟାକି ବିଷ୍ଣୁ ସେଠୀ ସେଠି ସେ ନିର୍ବାଚିତ ହୋଇଥିଲା। ଗୋଟେ ବର୍ଷ ପୂର୍ବରୁ ସେଇଟା ତାଙ୍କର ଅକାଳ ବିୟୋଗ ହୋଇଯାଇଛି। ତେଣୁ ତାପରେ ପରେ ବାଇ ଇଲେକ୍ସନ୍ ହେଲା, ସେଠି ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ଆପଣ ସେଇ ସିଟ୍ଟାକୁ ଆପଣଙ୍କର ବଜାୟ ରଖିଛନ୍ତି, ଯେଉଁଟାକି ଏବେ ସୁଦ୍ଧା ଆପଣ କହିଲେ ଆପଣ ଗୋଟିଏ ସିଟ୍ ଆପଣଙ୍କର ଏଇ ନିର୍ବାଚନ ମଣ୍ଡଳୀରେ ଆପଣଙ୍କର ଅଛି। ତେଣୁ ଏବେ ଏଥର ଯେଉଁ ନିର୍ବାଚନ ହେବ 2024ରେ ଏବେ କ'ଣ ସ୍ଥିତି ହେବ, ତେଣୁ ପ୍ରଥମରୁ ଆମେ ଆଲୋଚନା କରିବା ହେଉଛି ଆପଣଙ୍କର ଭଦ୍ରକରେ ଦେଖାଯାଉଛି ଯେ ଯେହେତୁ ବିଜେଡ଼ିର ଷ୍ଟ୍ରଙ୍ଗ ନେଟୱାର୍କ ଅଛି, ତେଣୁ ସେଠି ବିଜେଡ଼ି ଆପଣଙ୍କର ସେ ସିଟ୍କୁ ବଜାୟ ରଖିବ। ତାପରେ ଆସନ୍ତୁ ସୋର ଯେହେତୁ ଆଗାମୀ କାଣ୍ଟେକେ ଟକ୍କର ହେଇଥିଲା, ଆପଣ 4000 ସମଥିଙ୍ଗ ଆପଣଙ୍କ ଭୋଟ୍ରେ ସେଟା ହେଉଛି ଆପଣ ପରଶୁରାମ ଧଡ଼ାଠୁ ରାକେଶ ମଲ୍ଲିକ ହାରିଥିଲେ, ଯେଉଁଟାକି ସୋରରେ ବିଜେପି ଆସିବ ବୋଲି ଆଶା କରାଯାଉଛି। ସିମୁଳିଆ ଦେଖାଯାଉଛି 2019ରେ ଆପଣଙ୍କର ଆମର ପଦ୍ମଲୋଚନ ପଣ୍ଡା ବିଜେପିର ଆଉ ଆପଣଙ୍କ ବିଜେଡ଼ିର ଜ୍ୟୋତିପ୍ରକାଶ ପାଣିଗ୍ରାହୀର ମଧ୍ୟରେ ଆପଣଙ୍କର କଣ୍ଟେକ୍ଟ ଟକ୍କର ହେଇଥିଲା। ଇଲେକ୍ସନରେ ସେ ପାଖାପାଖି ତାଙ୍କର 2ଟା ଚେୟାରମ୍ୟାନ୍ ସିମୁଳିଆ ଆଉ ଖଇରା ଅକ୍ତିଆର କରୁଛନ୍ତି। ତେଣୁ ଏଠି ବିଜେପି ଖଇରା କମ୍ବ୍ୟାକ୍ କରିବ ବୋଲି ଆଶା କରାଯାଉଛି। ଭଣ୍ଡାରୀପୋଖରୀରେ ଆପଣଙ୍କର କଂଗ୍ରେସ ଆସିବ ବୋଲି ଆଶା କରାଯାଉଛି। କଂଗ୍ରେସ ନେଟୱାର୍କ ଟିକେ ଭଲ ଅଛି। ବାସୁଦେବପୁର ଯେହେତୁ ଏଠି ଅଛି ବିଜେଡ଼ିର ଯେହେତୁ ସଂଗଠନ ଭଲ ଅଛି, ବିଜେଡ଼ିର ସେଠି ବିଜେଡ଼ି ଆସିବ ବୋଲି ଆଶା କରାଯାଉଛି। ଧାମନଗରରେ ସେ ସିଟ୍ଟିକୁ ଆପଣଙ୍କର ଯେଉଁ ସେଠି ବିଜେପିର ଯେହେତୁ ଗୋଟିଏ ସିଟ୍ ଥିଲା, ସୂର୍ଯ୍ୟବଂଶୀ ସୁରଜ ଅଛନ୍ତି, ଅଛି ଆପଣ MLA, ତେଣୁ ସେଠି MLA ଆପଣଙ୍କର ଯେଉଁ ସେଠି ସେଇ ସିଟ୍ଟିକୁ ସେ ନିଜେ ଅକ୍ତିଆର କରି ରଖିବେ, ଯେଉଁଟାକି ତାଙ୍କର ସେଇ ବିଜେପି ସେଇ ସିଟ୍ଟିକୁ ମାନେ ବଳବତ୍ତର କରି ରଖିବ ଯାହା ଦେଖାହେଉଛି। ଚାନ୍ଦବାଲି ଆପଣଙ୍କର ବିଜେପି ରାଜ୍ୟସଭାଟି ମନମୋହନ ସାମଲ, ତେଣୁ ସେ ସିଟ୍ଟାକୁ ଆପଣଙ୍କର ସେ ହେଉଛି ବିଜେପି ମଧ୍ୟ ଅକ୍ତିଆର କରି ରଖିବ। ତେଣୁ ଦେଖିବାକୁ ଗଲେ ଟୋଟାଲ୍ ଉପରେ ଦେଖିବାକୁ ଗଲେ ଆପଣଙ୍କର ଭଦ୍ରକ ଲୋକସଭା କ୍ଷେତ୍ରରେ ଆପଣ 7ଟିରୁ ବିଜେପି ଆପଣ ପାଇବ 4, ବିଜେଡ଼ି ପାଇବ 2 ଆଉ କଂଗ୍ରେସ 1, ଯେଉଁଟାକି ଏଠି ବିଜେପି ଲିଡ୍ କରୁଥିବାର ଦେଖାଯାଉଛି।